ବ୍ୟାଗ୍ ଧରି ଜିଲ୍ଲାପାଳ ଡିଏମ୍ଏ ପୂଜା ସିଂ କୌଣସି ସୁରକ୍ଷା କର୍ମୀ ବିନା ବେଶ ବଦଳାଇ ବଜାର ଯାଉଥିଲେ। ସେ ନିଜ ଆଖିରେ ଦେଖିବାକୁ ଚାହୁଁଥିଲେ ଯେ ସାଧାରଣ ଲୋକଙ୍କ ସହ ଶାସନତନ୍ତ୍ର କିପରି ବ୍ୟବହାର କରେ। ଘୁରି ବୁଲୁଥିବା ବେଳେ ତାଙ୍କ ଆଖି ଗୋଟିଏ ପାନିପୁରୀ ଠେଲା ଉପରେ ପଡ଼ିଲା, ଯେଉଁଠି ଶମ୍ଭୁ ନାମକ ଜଣେ ଅଧାବୟସ୍କ ବ୍ୟକ୍ତି ଖୁବ୍ ଶୀଘ୍ର ଗ୍ରାହକମାନଙ୍କୁ ପାଣିପୁରୀ ଭରି ଭରି ଦେଉଥିଲେ। ତାଙ୍କ ମୁହଁରେ ଝାଳ ଥିଲା, କିନ୍ତୁ ଆଖିରେ ଏକ ଅଜବ ସନ୍ତୋଷ ଥିଲା। ପୂଜା ଠେଲା ନିକଟରେ ଠିଆ ହୋଇ କହିଲେ, ଭାଇ ଗୋଟିଏ ପ୍ଲେଟ୍ ପାନିପୁରୀ ଲଗାଅ। ଶମ୍ଭୁ ହସି ଦେଇ ତାଙ୍କୁ ଚାହିଁଲେ ଓ କହିଲେ, ହଁ ମ୍ୟାଡ଼ାମ, କୁହନ୍ତୁ, ରାଗ ନା ମିଠା ଖାଇବେ? ପୂଜାଙ୍କ ଆଖିରେ ଚମକ ଦେଖାଗଲା। ସେ କହିଲେ, ଏକଦମ ରାଗ କରନ୍ତୁ, ଏମିତି ଯେ ମଜା ଆସିଯିବ। ଶମ୍ଭୁ କହିଲେ, ବାସ୍ ମ୍ୟାଡ଼ାମ, ଏବେ ଦେଖନ୍ତୁ। ଏବଂ ତାପରେ ସେ ନିଜ କଳାର ପ୍ରଦର୍ଶନ ଆରମ୍ଭ କଲେ। ସେ ଗୋଟିଏ ପାଣିପୁରୀ ଉଠାଇଲେ, ସେଥିରେ ଧଳା ମଟର ଓ ଆଳୁ ମସଲା ଭରିଲେ ଏବଂ ତାପରେ ତାକୁ ପୁଦିନା ଓ ତେନ୍ତୁଳିର ମସଲାଦାର ପାଣି ଥିବା ଜଗରେ ବୁଡ଼ାଇ ପୂଜାଙ୍କ ଆଡ଼କୁ ବଢ଼ାଇ ଦେଲେ। ପୂଜା ପାଣିପୁରୀକୁ ମୁହଁରେ ପକାଉ ପକାଉ ଲୋକଙ୍କର ହସ ଥଟ୍ଟାର ଶବ୍ଦ ଚାପି ହୋଇଗଲା। ପୂଜା ବୁଲି ଚାହିଁଲେ ତ ଦୁଇଟି ବୁଲେଟ୍ ମୋଟର ବାଇକ୍ରେ 3 ଜଣ ପୋଲିସ ଓ ଜଣେ ଇନ୍ସପେକ୍ଟର ବିକ୍ରମ ରାଣା ବସିଥିଲେ। ସେମାନଙ୍କ ମୋଟର ସାଇକେଲ ଠିକ୍ ଶମ୍ଭୁଙ୍କ ଠେଲା ସାମ୍ନାରେ ଆସି ଅଟକିଲା। ବିକ୍ରମ ରାଣା ନିଜ ନିଶରେ ତାଉ ଦେଉ ଦେଉ ସିପାହୀମାନଙ୍କ ସହ ବାଇକ୍ରୁ ଓହ୍ଲାଇଲେ ଏବଂ ଶମ୍ଭୁକୁ ଘୁରି ଚାହିଁ ନିଜ କଡ଼ା ସ୍ୱରରେ କହିଲେ, ବେ ଶମ୍ଭୁ, ତୋ ଠେଲା ଆଜି ପୁଣି ଏଠି ଲାଗିଛି। କେତେଥର କହିଛି ଯେ ରାସ୍ତା ଉପରେ ବ୍ୟବସାୟ କରିବୁ ନାହିଁ, କିନ୍ତୁ ତୁ ସୁଧୁରିବାର ନାଁ ହିଁ ଦେଉନାହୁଁ। ଶମ୍ଭୁ ଖୁସି ମୁହଁ ପଲକରେ ମଉଳିଗଲା। ସେ ଡରିଯାଇ 2 ହାତ ଯୋଡ଼ିଲେ। ସାହେବ, ଗରିବ ଲୋକ, ପିଲାଙ୍କୁ ପୋଷିବାକୁ ପଡ଼ିବ, ଟିକେ ସାଇଡ଼ରେ ତ ଲଗାଇଛି। ସାହେବ, କାହାରିକୁ କଷ୍ଟ ଦେଉନାହିଁ। ଇନ୍ସପେକ୍ଟର ବିକ୍ରମ ରାଣା ଜୋରରେ ହସିଲେ। କଷ୍ଟ ହେଉନାହିଁ? ତୁ ଆମକୁ ଶିଖାବୁ ଯେ କଷ୍ଟ ହେଉଛି କି ନାହିଁ। ଆଉ ଏ ସପ୍ତାହର ଭାଗ କେଉଁଠି? ଲାଗୁଛି ବ୍ୟବସାୟ ଭଲ ଚାଲିଛି, ତେଣୁ ମୁଣ୍ଡ ଖରାପ ହୋଇଗଲାଣି। ଶମ୍ଭୁ କାକୁର୍ତ୍ତି ମିନତି ହେବାକୁ ଲାଗିଲା। ଯେ ନା ସାହେବ, ସେମିତି କିଛି କଥା ନୁହେଁ। ଏବେ ଠିକ୍ରେ ବଇନି ବି ହୋଇନାହିଁ। ସନ୍ଧ୍ୟା ସୁଦ୍ଧା ଯାହା ହେବ ମୁଁ ଥାନାରେ ପହଞ୍ଚାଇ ଦେବି ସାହେବ। ଇନ୍ସପେକ୍ଟର ବିକ୍ରମ ରାଣାଙ୍କ ଆଖି ରାଗରେ ଲାଲ ହୋଇଗଲା ଏବଂ କହିଲେ, ସନ୍ଧ୍ୟା ପର୍ଯ୍ୟନ୍ତ? ଆମକୁ ବୋକା ଭାବୁଛୁ କି? ତୁ ଆମକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରାଇବୁ? ଶମ୍ଭୁ ଡରି ଡରି କହିଲେ, ନା ସାହେବ, ମୋର କହିବାର ମାନେ ସେଇଆ ନଥିଲା। ଶମ୍ଭୁ ଆଉ କିଛି କହିବା ପୂର୍ବରୁ ହିଁ କନେଷ୍ଟବଳ ପାଟଲି ଆଗକୁ ବଢ଼ି ଠେଲାରେ ଥିବା ପାଣି ଜଗକୁ ଉଠାଇ ରାସ୍ତାରେ ଫୋପାଡ଼ି ଦେଲେ। ମସଲାଦାର ପାଣି ରାସ୍ତାରେ ବ୍ୟାପିଗଲା ଏବଂ ତାପରେ କେହି କିଛି ବୁଝିବା ପୂର୍ବରୁ ହିଁ ଇନ୍ସପେକ୍ଟର ବିକ୍ରମ ରାଣା ନିଜ ଭାରି ଗୋଇଠା ଶମ୍ଭୁକୁ ଠେଲା ଉପରେ ମାରିଲେ, ଯାହା ଫଳରେ ସାରା ଠେଲାଟି ଓଲଟି ପଡ଼ିଲା। ଫୁଟା ଆଳୁ, ମଟର ଚଟଣି ସବୁ ରାସ୍ତାରେ ବିଛେଇ ହୋଇଗଲା। ଶହ ଶହ ପାଣିପୁରୀ ତଳେ ପଡ଼ି ଅପରିଷ୍କାର ପାଣିରେ ଲଥପଥ ହୋଇଗଲା। ଶମ୍ଭୁଙ୍କ ଦିନସାରାର ପରିଶ୍ରମ, ତାଙ୍କ ଝିଅକୁ ଡାକ୍ତର କରିବାର ସ୍ୱପ୍ନ ସବୁ ସେହି ଅପରିଷ୍କାର ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା। ଶମ୍ଭୁ ତଳେ ବସି ନିଜ ବିଛାଡ଼ି ହୋଇ ପଡ଼ିଥିବା ପାଣିପୁରୀ ଗୁଡ଼ିକୁ ଦେଖୁଥିଲେ ଏବଂ ତାଙ୍କ ଆଖିରେ ଲୁହ ବୋହୁଥିଲା। ଏସବୁ ଦେଖି ପୂଜା ସିଂଙ୍କ ରକ୍ତ ଗରମ ହୋଇଗଲା। ଜଣେ ଜିଲ୍ଲାପାଳ ଭାବରେ ନୁହେଁ, ବରଂ ଜଣେ ମଣିଷ ଭାବରେ ସେ ଏକ ପାଦ ଆଗକୁ ବଢ଼ିଲେ ଏବଂ ନିଜ ସ୍ୱରକୁ ଯେତେ ସମ୍ଭବ କଡ଼ା କରି କହିଲେ, ଏ କ'ଣ ତରିକା? କୌଣସି ଗରିବର ରୋଜଗାରକୁ ଏମିତି ଗୋଇଠା ମାରିବାକୁ ଆପଣଙ୍କୁ ଲାଜ ଲାଗୁନାହିଁ? ପୂଜାଙ୍କ ସ୍ୱର ଶୁଣି ଇନ୍ସପେକ୍ଟର ବିକ୍ରମ ରାଣେ ଓ ତାଙ୍କ ସାଥୀମାନେ ଚମକି ପଡ଼ି ତାଙ୍କ ଆଡ଼କୁ ବୁଲିଲେ। ବିକ୍ରମ ରାଣେ ପୂଜାଙ୍କୁ ଉପରୁ ତଳ ଯାଏଁ ଘୁରି ଚାହିଁଲେ ଏବଂ ଭାବିଲେ ଯେ ଜଣେ ସାଧାରଣ ସୁଟ୍ ପିନ୍ଧିଥିବା ମହିଳା ତାଙ୍କୁ କାନୁନ ଶିଖାଇବାର ସାହସ କରୁଛି। ବିକ୍ରମ ରାଣେ ହସି ହସି କହିଲେ, ଓହୋ, ତ ଦେଖନ୍ତୁ ଟିକେ, ଆଜି ସମାଜ ସେବା କରିବାକୁ କିଏ ଆସିଛି? ଆରେ ମ୍ୟାଡ଼ାମ, ତୁମେ କିଏ? ଏହାର ସମ୍ପର୍କୀୟ କି? ଯାଅ, ନିଜ କାମ କର, ଏଠାରେ ବେଶୀ ନେତାଗିରି ଦେଖାଅ ନାହିଁ। କନେଷ୍ଟବଳ ପାଟିଲ ମଧ୍ୟ ପରିହାସ କରି କହିଲେ, ଲାଗୁଛି ମ୍ୟାଡ଼ାମ ଏହି ସହରକୁ ନୂଆ ନୂଆ ଆସିଛନ୍ତି, ତାଙ୍କୁ ଜଣା ନାହିଁ ଇନ୍ସପେକ୍ଟର ବିକ୍ରମ ରାଣା ସାହେବ କିଏ। ପୂଜା ଗଭୀର ନିଶ୍ୱାସ ନେଲେ ଏବଂ କହିଲେ, ମୁଁ ଯିଏ ବି ହୁଏ ନା କାହିଁକି, କିନ୍ତୁ ଏହି ଦେଶର ନାଗରିକ ଏବଂ ମୁଁ ପଚାରୁଛି ଯେ କେଉଁ ନିୟମ ଆପଣଙ୍କୁ ଏହି ଅଧିକାର ଦେଇଛି ଯେ ଆପଣ କାହାରି ପରିଶ୍ରମକୁ ଏମିତି ନଷ୍ଟ କରିବେ? ଏହା ଗରିବଙ୍କ ଉପରେ ଅତ୍ୟାଚାର ନୁହେଁ ତ ଆଉ କ'ଣ? ଅତ୍ୟାଚାର ଓ ନିୟମ ଭଳି ଶବ୍ଦ ଶୁଣି ବିକ୍ରମ ରାଣାଙ୍କ ମୁଣ୍ଡ ଗରମ ହୋଇଗଲା ଏବଂ ସେ ଭାବିଲେ ଯେ ଜଣେ ସାଧାରଣ ମହିଳା ତାଙ୍କୁ ଓଲଟା ଜବାବ ଦେଉଛି, ତାହା ବି ପୁରା ଭିଡ଼ ସାମ୍ନାରେ। ତାଙ୍କ ଅହଙ୍କାରକୁ ଆଘାତ ଲାଗିଲା। ତାଙ୍କ ମୁହଁ ରାଗରେ ଲାଲ ହୋଇଗଲା ଏବଂ ଚିତ୍କାର କରି କହିଲେ, ରହ, ତତେ ଏବେ ନିୟମ ଶିଖାଉଛି। ଏବଂ ତାପରେ ମୁହୂର୍ତ୍ତରେ କୌଣସି ଚେତାବନୀ ବିନା ସେ ରାଗରେ ଆସି ନିଜ ହାତ ଉଠାଇଲେ ଏବଂ ପୂଜା ସିଂ ଗାଲରେ ଏକ ଜୋରଦାର ଚାପଡ଼ା ମାରିଦେଲେ। ଶବ୍ଦ ଏତେ ଜୋର ହେଲା ଯେ ଗୋଟିଏ ମୁହୂର୍ତ୍ତ ପାଇଁ ସତେ ଯେମିତି ସମୟ ଅଟକିଗଲା। ତାଙ୍କ ଗାଲରେ 5ଟି ଆଙ୍ଗୁଠିର ଲାଲ ଦାଗ ଉଭା ହୋଇ ଆସିଲା। କାନରେ ଏକ ଅଜବ ଶବ୍ଦ ହେବାକୁ ଲାଗିଲା। ଭିଡ଼ ନିର୍ବାକ ହୋଇ ଠିଆ ହୋଇଥିଲେ। ଲୋକଙ୍କ ଆଖି ଖୋଲା ରହିଗଲା। କେହି ବିଶ୍ୱାସ କରିପାରୁନଥିଲେ ଯେ ଜଣେ ପୋଲିସ
ଖୋଲା ବଜାରରେ ଜଣେ ମହିଳାଙ୍କ ଉପରେ ହାତ ଉଠାଇଦେଲା। ଶମ୍ଭୁ ତ ସତେ ଯେମିତି ସଦ୍ମାରେ ଚାଲି ଯାଇଥିଲା, କିନ୍ତୁ ପୋଲିସମାନଙ୍କୁ ଏଥିରେ କିଛି ଫରକ ପଡ଼ିଲା ନାହିଁ। ସେମାନେ ଜୋରରେ ଜୋରରେ ହସିବାକୁ ଲାଗିଲେ ଏବଂ କହିଲେ, ବଢ଼ିଆ ହେଲା, ବଡ଼ ନିୟମ ଶିଖାଇବାକୁ ଆସିଥିଲା। ବିକ୍ରମ ରାଣେ ନିଜ ପାପୁଲିକୁ ଝାଡ଼ି କହିଲେ, ଏବେ ଜଣାପଡ଼ିଲା ପୋଲିସ ସହ ମୁହଁ ଲଗାଇବାର ପରିଣାମ କ'ଣ? ପୂଜା ନିଜ ଗାଲକୁ ସାଉଁଳିଲା। ତାଙ୍କୁ ଯନ୍ତ୍ରଣା ଠାରୁ ଅଧିକ ଅପମାନ ଅନୁଭବ ହେଉଥିଲା, କିନ୍ତୁ ତାଙ୍କ ଭିତରର ରାଗ ଏବେ ଏକ ଉଷ୍ମ ସଂକଳ୍ପରେ ବଦଳି ଯାଇଥିଲା। ଠିକ୍ ସେତିକି ବେଳେ ଜଣେ ସିପାହୀ ଆଗକୁ ବଢ଼ି ପୂଜାଙ୍କ ହାତକୁ ଜୋରରେ ଧରିଲା ଏବଂ କହିଲା, ସାହେବ କୁହନ୍ତୁ, ଏବେ ହିଁ ଏହାକୁ ଥାନାକୁ ଘୋଷାଡ଼ି ନେଇଯିବି। ଇନ୍ସପେକ୍ଟର ବିକ୍ରମ ରାଣେ ଚିତ୍କାର କରି କହିଲେ, ହଁ ନେଇ ଚାଲ, ଏଇ ଝିଅକୁ ଥାନା, ସେଇଠି ଏହାର ସବୁ ଅହଙ୍କାର ବାହାର କରିବା। ତାପରେ ଦୁଇ ଜଣ ପୋଲିସ କନେଷ୍ଟବଳ ପୂଜାଙ୍କୁ ଠେଲି ଠେଲି ଗାଡ଼ି ଆଡ଼କୁ ନେବାକୁ ଲାଗିଲେ। ଭିଡ଼ ଏପର୍ଯ୍ୟନ୍ତ ନୀରବ ଦର୍ଶକ ହୋଇ ଠିଆ ହୋଇଥିଲେ। କାହାରି ସାହସ ନଥିଲା ଇନ୍ସପେକ୍ଟର ବିରୁଦ୍ଧରେ ସ୍ୱର ଉଠାଇବାକୁ। ସମସ୍ତ ଆଖିରେ ପୋଲିସର ଭୟ ସ୍ପଷ୍ଟ ଦେଖାଯାଉଥିଲା। ପୂଜାଙ୍କୁ ଏବେ ଅନୁଭବ ହେଲା ଯେ ପରିସ୍ଥିତି କେତେ ଗମ୍ଭୀର। ତାଙ୍କୁ ଲାଗିଲା ଯେ ଏବେ ତାଙ୍କୁ ନିଜର ଅସଲ ପରିଚୟ କହିଦେବା ଉଚିତ। ବାସ୍ ଗୋଟିଏ ଫୋନ୍ କରିବା ପଡ଼ିବ ଏବଂ ଏହି ଚାରିଜଣ ତାଙ୍କ ପାଦ ତଳେ ପଡ଼ିଯିବେ। କିନ୍ତୁ ଯେମିତି ସେ ଏହା ଭାବିଲେ, ତାଙ୍କ ମନରେ ଆଉ ଗୋଟିଏ କଥା ଆସିଲା, ଯଦି ମୁଁ ଏବେ କହିଦିଏ ଯେ ମୁଁ ଜିଲ୍ଲାପାଳ, ତେବେ ଏମାନେ ସମସ୍ତେ ଡରରେ ମୋ ଆଗରେ ପଛରେ ବୁଲିବେ, ମୋତେ ସାଲାମ କରିବେ, କ୍ଷମା ମାଗିବେ। କିନ୍ତୁ ସେହି ସତ୍ୟର କ'ଣ ହେବ ଯାହା ମୁଁ ଦେଖିବାକୁ ବାହାରିଥିଲି? ସେହି ସାଧାରଣ ଲୋକର କ'ଣ ହେବ ଯାହା ପାଖରେ ଜିଲ୍ଲାପାଳର ଟ୍ୟାଗ ନାହିଁ? ସେହି ହଜାର ହଜାର ଲୋକଙ୍କର କ'ଣ ହେବ ଯେଉଁମାନେ ପ୍ରତିଦିନ ଏହିପରି ଅପମାନିତ ହୁଅନ୍ତି ଏବଂ କେହି ସେମାନଙ୍କ କଥା ଶୁଣେ ନାହିଁ? ସେ ମନେ ମନେ ନିଷ୍ପତ୍ତି ନେଲେ, ମୁଁ ଏବେ ନିଜ ପରିଚୟ କହିବି ନାହିଁ। ମୋତେ ଏହି ଶାସନତନ୍ତ୍ରର ଅପରିଷ୍କାରତାକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ହେବ। ମୋତେ ଜାଣିବାକୁ ହେବ ଯେ ଏହି ଲୋକମାନେ ଜଣେ ସାଧାରଣ ଅସହାୟ ମହିଳା ସହ କେଉଁ ପର୍ଯ୍ୟନ୍ତ ତଳକୁ ଖସି ପାରିବେ। ଏହି ନାଟକ ଆହୁରି ଚାଲିଲା। ସେ କୌଣସି ପ୍ରତିବାଦ କଲେ ନାହିଁ। ପୋଲିସବାଲା ତାଙ୍କୁ ଜବରଦସ୍ତି ଘୋଷାଡ଼ି ଗାଡ଼ିରେ ବସାଇଲେ ଏବଂ ଗାଡ଼ି ଷ୍ଟାର୍ଟ ହେଲା ପୋଲିସ ଷ୍ଟେସନ ଆଡ଼କୁ ମାଡ଼ି ଚାଲିଲା। ପୂଜା ନୀରବରେ ବସି ରହିଲେ। ତାଙ୍କ ମୁହଁ ଶାନ୍ତ ଥିଲା, କିନ୍ତୁ ତାଙ୍କ ଆଖିରେ ଏକ ଝଡ଼ ସୃଷ୍ଟି ହେଉଥିଲା। ରାସ୍ତା ସାରା ପୋଲିସବାଲା ଅଭଦ୍ର ମଜାକ କରୁଥିଲେ। ପୂଜା ସେମାନଙ୍କର ପ୍ରତ୍ୟେକ କଥା ଶୁଣିଲେ, କିନ୍ତୁ ଗୋଟିଏ ବି ଶବ୍ଦ କହିଲେ ନାହିଁ। ସେ ପ୍ରତ୍ୟେକ ମୁହଁକୁ, ପ୍ରତ୍ୟେକ ନାମକୁ ନିଜ ମନରେ କଏଦ କରୁଥିଲେ। ଥାନା ପହଞ୍ଚିବା ପରେ ତାଙ୍କୁ ଗାଡ଼ିରୁ ପ୍ରାୟ ଘୋଷାଡ଼ି ବାହାର କରାଗଲା। ବିକ୍ରମ ରାଣା ଚିତ୍କାର କରି ଆଦେଶ ଦେଲେ, ଏହାକୁ ଲକଅପ୍ରେ ପକାଅ। ଜଣେ ମହିଳା କନେଷ୍ଟବଳ, ଯିଏ ହୁଏତ ନାମକୁ ମାତ୍ର ମହିଳା ଥିଲେ, ପୂଜାଙ୍କୁ ଧରିଲେ ଏବଂ ତାଙ୍କୁ ମହିଳାଙ୍କ ଲକଅପ୍ ଆଡ଼କୁ ଠେଲିଦେଲେ ଏବଂ ବାହାରୁ ଲୁହାର କବାଟ ବନ୍ଦ କରିଦେଲେ। ଲକଅପ୍ ଭିତରର ପରିବେଶ କୌଣସି ନର୍କ ଠାରୁ କମ୍ ନଥିଲା। ଏକ ଛୋଟ ଅଣନିଶ୍ୱାସୀ କୋଠରୀ, କଣରେ ଅପରିଷ୍କାରତା ଜମା ହୋଇଥିଲା। ଗୋଟିଏ ଦୁର୍ଗନ୍ଧଯୁକ୍ତ କମ୍ବଳ ଏକ କୋଣରେ ଫୋପାଡ଼ି ହୋଇଥିଲା। ସେଠାରେ ପୂର୍ବରୁ ଦୁଇ ଜଣ ଅନ୍ୟ ମହିଳା ଭୟଭୀତ ହୋଇ ବସିଥିଲେ। ଜଣକ ବୟସ ପ୍ରାୟ 40 ବର୍ଷ, ତାଙ୍କ ନାଁ ଲକ୍ଷ୍ମୀ ଥିଲା, ଓ ଅନ୍ୟ ଜଣେ 24 ବର୍ଷର ଝିଅ, ତାଙ୍କ ନାଁ ରୀନା ଥିଲା। ପୂଜାଙ୍କୁ ଦେଖି ଲକ୍ଷ୍ମୀ ଭୟଭୀତ ସ୍ୱରରେ ପଚାରିଲେ, ଭଉଣୀ ତୁମକୁ କାହିଁକି ଧରିଛନ୍ତି? ତୁମେ କ'ଣ କରିଛ? ପୂଜା ଏକ ଗମ୍ଭୀର ନିଶ୍ୱାସ ନେଲେ। ତାଙ୍କ ଗାଲରେ ଏପର୍ଯ୍ୟନ୍ତ ଜଳାପଡ଼ା ହେଉଥିଲା। ସେ ସାମାନ୍ୟ ହସି ଉତ୍ତର ଦେଲେ, ମୁଁ ଜଣେ ଗରିବକୁ ସାହାଯ୍ୟ କରିବାର ଭୁଲ କରିଛି। ଲକ୍ଷ୍ମୀ ଏକ ଥଣ୍ଡା ନିଶ୍ୱାସ ଛାଡ଼ିଲେ। ଗରିବ? ଆମ ଗରିବଙ୍କ ପାଇଁ ଏ ଦେଶରେ କୌଣସି ଜାଗା ନାହିଁ ଭଉଣୀ। ଏଠାରେ ନିୟମ କେବଳ ଧନୀମାନଙ୍କ ପାଇଁ। ଦେଖିବ, ଯଦି ତୁମ ପାଖରେ ପଇସା ନାହିଁ କିମ୍ବା କୌଣସି ବଡ଼ ଜାଣିଶୁଣା ଲୋକ ନାହାନ୍ତି, ତେବେ ଏମାନେ ତୁମକୁ ବହୁତ ହଇରାଣ କରିବେ। ରୀନା, ଯିଏ ଏପର୍ଯ୍ୟନ୍ତ ଚୁପ୍ ଥିଲା, କାନ୍ଦି କାନ୍ଦି କହିଲା, ଦିଦି, ଏହି ଲୋକମାନେ ବହୁତ ଖରାପ। ମୁଁ କେବଳ ମୋ ପସନ୍ଦର ପୁଅ ସହ ବାହା ହେବାକୁ ଭାବିଥିଲି। ମୋ ଘର ଲୋକେ ହିଁ ମୋତେ ପୋଲିସରେ ଧରାଇ ଦେଲେ। ଏମାନେ ମୋତେ ସକାଳେ ପିଟୁଛନ୍ତି, କହୁଛନ୍ତି କି ମାନିଯା ଯେ ତୁ ଚୋରି କରିଛୁ। ପୂଜାଙ୍କ ହୃଦୟ ଦୋହଲିଗଲା। ଏହା ଥିଲା ବାସ୍ତବତା। ଏହା ଥିଲା ସେ ଶାସନତନ୍ତ୍ର ଯାହାର ସେ ମୁଖିଆ ଥିଲେ। କିଛି ସମୟ ପରେ ଇନ୍ସପେକ୍ଟର ବିକ୍ରମ ରାଣେ ନିଜ ଲକଅପ୍ ପାଖକୁ ଆସିଲେ। ସେ ପାନ ଚବାଉଥିଲେ। ସେ ଲକଅପ୍ ଶିଖରୁ ପୂଜାଙ୍କୁ ଘୁରି ଚାହିଁ କହିଲେ, ତ ମ୍ୟାଡାମ ସମାଜ ସୁଧାରକ, କେମିତି ଲାଗିଲା ଆମର ସରକାରୀ ଅତିଥିଖାନା? ପୂଜା ନ ଡରି ତାଙ୍କ ଆଖିରେ ଆଖି ମିଶାଇ କହିଲେ, ଇନ୍ସପେକ୍ଟର, ତୁମ ଭଲ କାମ କଲ ନାହିଁ। ତୁମେ ନିଜର ୟୁନିଫର୍ମକୁ ଅପମାନିତ କରୁଛ। ବିକ୍ରମ ରାଣା ଜୋରରେ ଛେପ ପକାଇଲେ, ୟୁନିଫର୍ମ ପାଠ ମୋତେ ଶିଖାଅ ନାହିଁ। ଚୁପଚାପ ଏହି କାଗଜରେ ଦସ୍ତଖତ କରିଦିଅ। ଏଥିରେ ଲେଖା ଅଛି ଯେ ତୁମେ ସରକାରୀ କାମରେ ବାଧା ଦେଇଛ ଏବଂ ନିଶାରେ ଝୁଲି ହଙ୍ଗାମା କରିଛ। ଦସ୍ତଖତ କର ଏବଂ ଏଠାରୁ ଚାଲିଯାଅ। ପୂଜା କାଗଜ ଆଡ଼କୁ ଚାହିଁ କହିଲେ, ମୁଁ କୌଣସି ମିଥ୍ୟା କାଗଜରେ ଦସ୍ତଖତ କରିବି ନାହିଁ। ମୁଁ କୌଣସି ଭୁଲ କରିନାହିଁ। ବିକ୍ରମ ରାଣା ହସିଲେ ଏବଂ କହିଲେ, କରିବୁ ନାହିଁ? ତେବେ ଠିକ୍ ଅଛି, ଏଇଠାରେ ମଶା କାମୁଡ଼ିବେ, ତାପରେ ବୁଦ୍ଧି ଠିକଣାକୁ ଆସିଯିବ। ତାପରେ ସେ ଏକ ଅଶ୍ଳୀଳ ହସ ଦେଲେ ଏବଂ କହିଲେ, ଆମ ପାଖରେ ଦ୍ୱିତୀୟ ତରକା ବି ଅଛି। ପୂଜା ବୁଝିଗଲେ ଯେ ତାଙ୍କ ଇଶାରା କେଉଁ ଆଡ଼କୁ। ତାଙ୍କୁ ଘୃଣା ଲାଗିଲା। ପୂଜା କହିଲେ,
ଯାହା କରିବାର ଅଛି କର, ମୁଁ ଦସ୍ତଖତ କରିବି ନାହିଁ। ଠିକ୍ ଅଛି। ତାପରେ ବିକ୍ରମ ରାଣା ରାଗିଗଲେ ଏବଂ କହିଲେ, ପାଟିଲ ଏହାକୁ ଭିତରକୁ ନେଇଯାଅ ଏବଂ ଏହାକୁ ଭଲ ଭାବରେ ବୁଝାଅ ଯେ ପୋଲିସ କଥା ନ ମାନିବାର ପରିଣାମ କ'ଣ ହୁଏ। ପୂଜାଙ୍କ ହୃଦୟ ଗୋଟିଏ ମୁହୂର୍ତ୍ତ ପାଇଁ ଜୋରରେ ଧଡ଼କି ଉଠିଲା। 2 ଜଣ ସିପାହୀ ଲକଅପ୍ ଭିତରକୁ ଆସିଲେ। ଚାଲ ବାହାରକୁ ବାହାର। ପୂଜା ନିଜ ଜାଗାରୁ ହଲିଲେ ନାହିଁ। ସେ କହିଲେ, ମୁଁ କହିଲି ନା ମୁଁ ନିର୍ଦ୍ଦୋଷ ବୋଲି। ହଠାତ୍ ଜଣେ ସିପାହୀ ଆଗକୁ ବଢ଼ି ପୂଜାଙ୍କ ବାଳକୁ ଜୋରରେ ଧରି ଟାଣିଲା। ଆବେ ଶୁଣୁଛୁ କି ନାହିଁ, ସାହେବ ଡାକୁଛନ୍ତି। ଯନ୍ତ୍ରଣାର ଏକ ତୀବ୍ର ଲହରୀ ପୂଜାଙ୍କ ମୁଣ୍ଡରୁ ହୋଇ ସାରା ଶରୀରରେ ଦୌଡ଼ିଗଲା। ତାଙ୍କ ମୁଣ୍ଡ ପଛକୁ ଝୁଙ୍କି ଗଲା, ଛାଡ଼ ମୋତେ, ଏହା ତୁମେ ଭୁଲ କରୁଛ, ସେ ଚିତ୍କାର କଲେ। ସିପାହୀ ହୋ ହୋ ହୋଇ ହସିଲେ। ବଡ଼ ଆସୁଛି ନ୍ୟାୟର ଦେବୀ, ଏଠାରେ ଆମର ନିୟମ ଚାଲେ, ବୁଝିଲୁ। ସେମାନେ ପୂଜାଙ୍କୁ ଜବରଦସ୍ତି ଘୋଷାଡ଼ି ଲକଅପ୍ରୁ ବାହାର କରି ଏକ ଛୋଟ ଅନ୍ଧାର କୋଠରୀକୁ ନେଇଯାଇ ତଳେ ଧକ୍କା ଦେଇ ପକାଇଦେଲେ। ପୂଜା ତଳେ ପଡ଼ିଗଲେ। ତାଙ୍କର ସ୍ୱିଟର ଓଢ଼ଣୀ ଖୋଲି ଯାଇଥିଲା। ଇନ୍ସପେକ୍ଟର ବିକ୍ରମ ରାଣା ମଧ୍ୟ ସେହି କୋଠରୀକୁ ଆସିଲେ। ତାଙ୍କ ହାତରେ ଏକ ମୋଟା କାଠ ଦଣ୍ଡା ଥିଲା। ଏବେ କୁହ, ସେ ଦଣ୍ଡାକୁ ନିଜ ପାପୁଲିରେ ମାରି ମାରି କହିଲେ, ଦସ୍ତଖତ କରୁଛୁ ନା ଏଇ ଦଣ୍ଡା ତୋର ସାରା ସମାଜ ସେବା ବାହାର କରିଦେବ। ପୂଜା ମୁଣ୍ଡ ଉଠାଇ ତାଙ୍କ ଆଖିରେ ଚାହିଁଲେ। ତାଙ୍କ ରକ୍ତ ଫୁଟି ଉଠୁଥିଲା। ଏହା ସୀମା ବାହାରେ ଥିଲା। ପୂଜା ନିଜ ସ୍ୱରରେ ଯେତେ ଶକ୍ତି ଥିଲା ସେ ବାଟୁରୀ କହିଲେ, ମାର ମୋତେ, କିନ୍ତୁ ମନେ ରଖ ପ୍ରତ୍ୟେକ ଆଘାତର ହିସାବ ଦେବାକୁ ପଡ଼ିବ ତୁମକୁ। ବିକ୍ରମ ରାଣା ହସିଲେ, ହା ହା ହା, ଆମଠାରୁ ହିସାବ କିଏ ନେବ? ଗୋଟେ ରାସ୍ତା ଛାପ ମହିଳା ତୁ ନେବୁ? ଏବେ ଦେଖ ତତେ ଦେଖାଉଛି ଯେ ତୁ କେତେ ନେତାଗିରି କରୁଛୁ। ଏତିକି କହି ସେ ନିଜ ଦଣ୍ଡାକୁ ପବନରେ ଉଠାଇଲେ। ପୂଜା ଆଖି ବନ୍ଦ କରିଦେଲେ। ତାଙ୍କୁ ଲାଗିଲା ଯେ ଏବେ ନିଜ ପରିଚୟ କହିଦେବାର ସମୟ ଆସିଯାଇଛି। କିନ୍ତୁ ସେତିକି ବେଳେ ବାହାରୁ କାହାର ଜୋର ପାଦର ଶବ୍ଦ ଆସିଲା। କବାଟ ଜୋରରେ ଖୋଲିଲା। ଜଣେ ଅନ୍ୟ ପୋଲିସ ଅଫିସର ଏସିପି ଭିତରକୁ ଆସିଲେ ଏବଂ କହିଲେ, ଏଠାରେ କ'ଣ ଚାଲିଛି? ବିକ୍ରମ ରାଣା, ଏଇ ମହିଳା କିଏ ଆଉ ଏଇ ଶବ୍ଦ କିପରି? ବିକ୍ରମ ରାଣା ହଡ଼ବଡ଼ାଇ ଗଲେ। ସେ ଦଣ୍ଡାକୁ ଶୀଘ୍ର ପଛରେ ଲୁଚାଇ ଦେଲେ। ସାର୍, ଏହି ମହିଳା ବହୁତ ବଦମାସ। ରାସ୍ତାରେ ହଙ୍ଗାମା କରୁଥିଲା, ସରକାରୀ କାମରେ ବାଧା ବି ଦେଉଥିଲା। ଏସିପି ସନ୍ଦେହ ଭାବରେ ଆଖିରେ ବିକ୍ରମ ରାଣାଙ୍କୁ ଚାହିଁଲେ। ତ ତୁମେ ଏହା ଉପରେ ବଳ ପ୍ରୟୋଗ କରୁଛ ଜଣେ ମହିଳା ଉପରେ? ବିକ୍ରମ ରାଣା ଡରିଗଲା। ନା ସାର୍, ସେ ଏହା ବହୁତ ଚାଲାକ ସାର୍, ମାନୁ ନଥିଲା। ପୂଜା ଏସିପିଙ୍କ ଆଖିରେ ସିଧା ଚାହିଁଲେ ଏବଂ କହିଲେ, ଅଫିସର, ଯଦି ଆପଣଙ୍କ ନିୟମର ଟିକେ ବି ବୁଝାମଣା ଅଛି ତେବେ ଆପଣ ଜାଣିଥିବେ ଯେ କୌଣସି ମହିଳା କନେଷ୍ଟବଳଙ୍କ ଉପସ୍ଥିତି ବିନା ରାତିରେ ଜଣେ ମହିଳାଙ୍କୁ ଏହିପରି ନିର୍ଯାତନା ଦେବା ଅବୈଧ। ଏସିପି କିଛି କ୍ଷଣ ପାଇଁ ଚୁପ୍ ରହିଲେ। ତାଙ୍କୁ ଲାଗିଲା ଯେ ଏହି ମହିଳା ସାଧାରଣ ନୁହନ୍ତି। ତାଙ୍କର କଥା କହିବାର ତରିକା, ତାଙ୍କ ଆଖିରେ ଡର ବଦଳରେ ଥିବା ରାଗ କିଛି ତ ଅଲଗା ଥିଲା। ସେ ଇନ୍ସପେକ୍ଟର ବିକ୍ରମ ରାଣାଙ୍କୁ ଚାହିଁ ପଚାରିଲେ, ପ୍ରମାଣ ବିନା ଏହାକୁ ବନ୍ଦ କାହିଁକି କରିଛ? ଇନ୍ସପେକ୍ଟର ବିକ୍ରମ ରାଣା ଦ୍ୱନ୍ଦ୍ୱରେ କହିଲେ, ସାର୍, ସେ ସାକ୍ଷୀ ଅଛନ୍ତି। ଏସିପି ଗଭୀର ନିଶ୍ୱାସ ନେଲେ। ସେ ହୁଏତ ଆଉ ଅଧିକ ଗଣ୍ଡଗୋଳରେ ପଡ଼ିବାକୁ ଚାହୁଁନଥିଲେ। ସେ ପୂଜାଙ୍କ ଆଡ଼କୁ ଚାହିଁ କହିଲେ, ଠିକ୍ ଅଛି, ଏହାକୁ ପୁଣି ଲକଅପ୍ରେ ପକାଅ। ସକାଳେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିଦେବା। ଆଉ ରାଣା, କୌଣସି ତମସା ହେବା ଉଚିତ ନୁହେଁ। ଇନ୍ସପେକ୍ଟର ବିକ୍ରମ ରାଣା ନା ଖୁସିରେ ମୁଣ୍ଡ ହଲାଇଲେ। ପୂଜାଙ୍କୁ ପୁଣି ଲକଅପ୍ରେ ପକାଇ ଦିଆଗଲା। ସେ ବଞ୍ଚିଗଲେ ଅତି କମ୍ରେ ଏବେ ପାଇଁ, କିନ୍ତୁ ତାଙ୍କ ସଂକଳ୍ପ ଆହୁରି ମଜବୁତ ହୋଇଗଲା। ଅଧା ରାତିରେ ତାଙ୍କୁ ଖାଇବା ନାଁରେ 2ଟି ବାସି ରୁଟି ଓ ପାଣି ଭଳି ଡାଲି ଦିଆଗଲା, ଯାହାକୁ ହୁଏତ କୌଣସି ପଶୁ ବି ଖାଇନଥାନ୍ତେ ଏବଂ ତାଙ୍କୁ ଗୋଟିଏ ଦୁର୍ଗନ୍ଧଯୁକ୍ତ ଅପରିଷ୍କାର କମ୍ବଳ ଦିଆଗଲା। ସାରା ରାତି ମଶା ତାଙ୍କୁ କାମୁଡ଼ିଲେ। ଲକ୍ଷ୍ମୀ ଓ ରୀନାଙ୍କ କାନ୍ଦିବାର ଶବ୍ଦ ଆସୁଥିଲା। ପୂଜା ଶୋଇପାରିଲେ ନାହିଁ। ସେ କେବଳ ଭାବୁଥିଲେ ଏହି ରାତି ତାଙ୍କ ପାଇଁ ଏକ ଶିକ୍ଷା ଥିଲା। ଏହି ରାତି ତାଙ୍କୁ କହୁଥିଲା ଯେ ତାଙ୍କ କାମ କେତେ କଷ୍ଟକର। ଏହି ରାତି ତାଙ୍କ ଜିଲ୍ଲାପାଳ ହେବାର ଅସଲ ପରୀକ୍ଷା ନେଉଥିଲା। ପରଦିନ ସକାଳେ ଯେତେବେଳେ ସୂର୍ଯ୍ୟର ହାଲୁକା କିରଣ ଲକଅପ୍ର ଛୋଟ ଝରକାରୁ ଭିତରକୁ ଆସିଥିଲା, ସେତେବେଳକୁ ପୂଜାଙ୍କ ଶରୀର କଠିନ ଭୂଇଁ ଉପରେ ଶୋଇବାରୁ ଜମି ଯାଇଥିଲା। ଗାଲରେ ଚାପୁଡ଼ାର ଦାଗ ଏବେ ନୀଳ ପଡ଼ିଯାଇଥିଲା। ଠିକ୍ ସେତିକିବେଳେ ଇନ୍ସପେକ୍ଟର ବିକ୍ରମ ରାଣେ ପୁଣି ଆସିଲେ। ତାଙ୍କ ମୁହଁରେ ସେହି ଅହଙ୍କାର ଥିଲା ଏବଂ ସେ ଗର୍ବରେ କହିଲେ, ଆବେ ଆଜି ତୋର ଭାଗ୍ୟ ଭଲ, ଚାଲ ତୋର ଜାମିନ ହୋଇଗଲା। ପୂଜା ଚମକି ପଡ଼ିଲେ। ଜାମିନ? ମୋର ଜାମିନ କିଏ କରାଇଲା? ଇନ୍ସପେକ୍ଟର ବିକ୍ରମ ରାଣେ ହସିଲେ। କୌଣସି ସାମ୍ବାଦିକ। ଗତକାଲି ରାତିର ତାମସା କେହି ତାକୁ କହିଦେଇଥିବ। ତୋ ଭଳି ଲୋକଙ୍କୁ ବଞ୍ଚାଇବାକୁ କେହି ନା କେହି ମୂର୍ଖ ଆସିଯାଆନ୍ତି। ଚାଲ ବାହାର ଏଠାରୁ। ପୂଜାଙ୍କୁ ଲକଅପ୍ରୁ ବାହାର କରାଗଲା। ବାହାରେ ପୋଲିସ ଷ୍ଟେସନ ଅପେକ୍ଷାରେ କକ୍ଷରେ ଜଣେ ଯୁବତୀ କ୍ୟାମେରା ଧରି ଠିଆ ହୋଇଥିଲେ। ସେ ହୁଏତ କୌଣସି ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲର ରିପୋର୍ଟର ହୋଇଥିଲେ। ତାଙ୍କ ନାଁ ମୀରା ଥିଲା। ମୀରା ହୁଏତ ସମୂହଙ୍କଠାରୁ କିମ୍ବା ଭିଡ଼ରୁ କାହାଠାରୁ ଖବର ପାଇଥିଲେ। ମୀରା ପୂଜାଙ୍କୁ ଦେଖୁ ଦେଖୁ ନିଜ କ୍ୟାମେରା ଅନ୍ କରିଦେଲେ। ମ୍ୟାଡାମ, ଆପଣଙ୍କ ଉପରେ କ'ଣ ଅଭିଯୋଗ ଲଗାଇଛି? ମୀରା ନିଜ ପ୍ରଶ୍ନ ପୂରା କରିବା ପୂର୍ବରୁ କନେଷ୍ଟବଳ ପାଟିଲ ତାଙ୍କୁ ଠେଲିଦେଲା। କ୍ୟାମେରା ବନ୍ଦ କର।
ଚାଲ ଭାଗ ଏଠାରୁ, ଏହା ପୋଲିସ ଷ୍ଟେସନ, କୌଣସି ନ୍ୟୁଜ୍ ରୁମ୍ ନୁହେଁ। ଇନ୍ସପେକ୍ଟର ବିକ୍ରମ ରାଣା ବି ବାହାରକୁ ଆସିଲେ ଏବଂ କହିଲେ, ଚାଲବେ ମହିଳା ବାହାର ଏଠାରୁ, ଜାମିନ ମିଳିଗଲା ନା, ଏବେ ବେଶୀ ତମାସା କର ନାହିଁ। ପୂଜା ସେଇଠାରୁ ଠିଆ ହୋଇ ରହିଲେ। ତାଙ୍କ ଆଖି ଥାନାରେ ଏପଟ ସେପଟ ବୁଲୁଥିଲା। ଟିକେ ଦୂରରେ ସେଇ ବୁଢ଼ୀ ମହିଳା କାନ୍ଦି କାନ୍ଦି କାକୁତି ମିନତି ହେଉଥିଲା, ସାହେବ ମୋ ପୁଅକୁ ଛାଡ଼ି ଦିଅ, ସେ ନିର୍ଦ୍ଦୋଷ। କିନ୍ତୁ ସେଠାରେ ବସିଥିବା ଦରୋଗା ତାଙ୍କୁ ଧମକାଉଥିଲା, ଭାଗ ଏଠାରୁ ବୁଢ଼ୀ, ନହେଲେ ତତେ ବି ତୋ ପୁଅ ସହ ଭିତରେ ପୁରାଇ ଦେବି। ଏହା ଦେଖି ପୂଜାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ବସ୍ ବହୁତ ହେଲା। ଇନ୍ସପେକ୍ଟର ବିକ୍ରମ ରାଣେ ପୂଜାଙ୍କୁ ଘୁରି ଚାହିଁ କହିଲେ, ଠିଆ ହୋଇଛୁ କାହିଁକି, ଦଫା ହେଇଯା। ପୂଜା ଗଭୀର ନିଶ୍ୱାସ ନେଲେ। ସେ ଧୀରେ ଇନ୍ସପେକ୍ଟର ବିକ୍ରମ ରାଣାଙ୍କ ଆଡ଼କୁ ବୁଲିଲେ। ତାଙ୍କ ସ୍ୱର ଥଣ୍ଡା, ଶାନ୍ତ, କିନ୍ତୁ କୌଣସି ତେଲ ଭଳି କଟା ଥିଲା। ସେ କହିଲେ, ଇନ୍ସପେକ୍ଟର ବିକ୍ରମ ରାଣେ। ଇନ୍ସପେକ୍ଟର ବିକ୍ରମ ରାଣେ ଯେ ତାଙ୍କୁ ଦଫା ହୋଇଯା କହିବାକୁ ଯାଉଥିଲେ, ଗୋଟିଏ ମୁହୂର୍ତ୍ତ ପାଇଁ ଅଟକି ଗଲେ। ସେ ମୋର ପୁରା ନାଁ କିପରି ଜାଣିଲା? ପୂଜା ନିଜ ଆଖି କନେଷ୍ଟବଳ ପାଟିଲ ଉପରେ ପକାଇଲେ। କନେଷ୍ଟବଳ ଅଶୋକ ପାଟିଲ। ତାପରେ ସେ ବାକି ଦୁଇ ସିପାହୀଙ୍କୁ ଦେଖିଲେ, କନେଷ୍ଟବଳ ମରେ ଏବଂ କନେଷ୍ଟବଳ ସିନ୍ଦେ। ଏବେ ଚାରିଜଣଙ୍କ ମୁହଁରୁ ରଙ୍ଗ ଉଡ଼ି ଯାଉଥିଲା। ସାମ୍ବାଦିକ ମୀରା ବି ଆଶ୍ଚର୍ଯ୍ୟ ହେଉଥିଲେ, ଏସବୁ କ'ଣ ହେଉଛି? ଠିକ୍ ସେତିକିବେଳେ ପୂଜା ନିଜ ସୁଟ୍ ଭିତରୁ ଏକ ଛୋଟ ସାଧାରଣ ମୋବାଇଲ ଫୋନ୍ ବାହାର କଲେ। ଏହା ତାଙ୍କର ବ୍ୟକ୍ତିଗତ ଅଣସରକାରୀ ଫୋନ୍ ଥିଲା। ପୋଲିସବାଲାଙ୍କ ମୁହଁରେ ହଳଦିଆ ପଡ଼ିଗଲା। ସେମାନଙ୍କୁ ଲାଗିଲା ଯେ ଏହା କାହାକୁ ଫୋନ୍ କରି ଡାକୁଛନ୍ତି। ଇନ୍ସପେକ୍ଟର ବିକ୍ରମ ରାଣେ ଚିତ୍କାର କଲେ, ଆବେ ଫୋନ୍ ଛଡ଼ାଇ ନେ ଏହାର। କନେଷ୍ଟବଳ ପାଟିଲ ଯେମିତି ଆଗକୁ ବଢ଼ିଲା, ପୂଜା ନିଜ ଆଙ୍ଗୁଳି ଉଠାଇ ତାଙ୍କୁ ରୋକିଦେଲେ। ତାଙ୍କର ସ୍ୱରରେ ଏବେ ସେ ଅଧିକାର ଥିଲା ଯାହା ଜଣେ ସାଧାରଣ ମହିଳାରେ ହୋଇନପାରେ। ସେ କହିଲେ, ନିଜ ଜାଗାରେ ଠିଆ ହୋଇ ରୁହ। କନେଷ୍ଟବଳ ପାଟିଲର ପାଦ ସେଇଠାରେ ଜମିଗଲା। ପୂଜା ଏକ ନମ୍ବର ଡାଏଲ କଲେ। ଫୋନ୍ ସ୍ପିକରରେ ଥିଲା। ଘଣ୍ଟି ବାଜିଲା। ସେ କମିଶନର ଅଫିସର ଫୋନ୍ ଲଗାଉଥିଲେ। ଇନ୍ସପେକ୍ଟର ବିକ୍ରମ ରାଣେ ଏବଂ ପାଟିଲର ଆଖି ଖୋଲା ରହିଗଲା। ପୂଜା ଶାନ୍ତ ସ୍ୱରରେ କହିଲେ, କମିଶନର ସାହେବଙ୍କ ସହ କଥା କରାନ୍ତୁ। କୁହନ୍ତୁ ପୂଜା ସିଂ ଲାଇନ୍ରେ ଅଛନ୍ତି। ରିସେପ୍ସନର ସ୍ୱର ହଡ଼ବଡ଼େ ଆସିଲା, ଜି ମ୍ୟାଡ଼ାମ, ଗୋଟେ ମିନିଟ୍। କିଛି ସେକେଣ୍ଡରେ ଫୋନ୍ରେ ଏକ ଭାରି ସ୍ୱର ଆସିଲା, ପୂଜାଜୀ ଆପଣ ସବୁ ଠିକ୍ ଅଛନ୍ତି ତ? ଆପଣ ଏହି ନମ୍ବରରେ ଫୋନ୍ କରିଛନ୍ତି? ପୂଜାଙ୍କ ଆଖି ଏବେ ବି ବିକ୍ରମ ରାଣାଙ୍କ ଉପରେ ଥିଲା, ଯିଏ ଝାଳରେ ଓଦା ହୋଇ କମ୍ପୁଥିଲା। ପୂଜା କହିଲେ, ନା ସାର୍, ସବୁ ଠିକ୍ ନାହିଁ। ମୁଁ ଏହି ସମୟରେ କଥରୁଡ଼ ପୋଲିସ ଷ୍ଟେସନରେ ଅଛି। ମୁଁ ଏଠାକାର ଅତିଥି ଥିଲି। ରାତି ସାରା ଆପଣଙ୍କ ଲକଅପ୍ରେ କଟାଇଛି। ଫୋନ୍ର ଅନ୍ୟପଟେ ନୀରବତା ଛାଇଗଲା। କମିଶନରଙ୍କୁ ଲାଗିଲା ଯେ ସେ ଭୁଲ ଶୁଣିଲେ। କ'ଣ ଆପଣ ଲକଅପ୍ରେ ଥିଲେ? ମଜାକ କରୁଛନ୍ତି ମ୍ୟାଡ଼ାମ ଆପଣ? ଠିକ୍ ସେତିକିବେଳେ ପୂଜା କହିଲେ, ଇନ୍ସପେକ୍ଟରଙ୍କର ବିକ୍ରମଙ୍କୁ ପଚାରି ନିଅନ୍ତୁ ସାର୍। ସେ ଗତକାଲି ରାତିରେ ମୋ ଉପରେ ହାତ ବି ଉଠାଇଥିଲେ। ବାକାୟଦା ହାତ କରି ଲଗାଇ ମୋତେ ଏଠାକୁ ଅଣାଯାଇଛି। ମୁଁ ଚାହିଁବି ଯେ ଆପଣ ତୁରନ୍ତ ନିଜ ଇଣ୍ଟରନାଲ ଅଫିସର ଟିମ୍ ସହ ଏଠାକୁ ଆସନ୍ତୁ ଏବଂ ହଁ, ଏସ୍ପି ସାହେବଙ୍କୁ ବି ସାଙ୍ଗରେ ନେଇ ଆସିବେ। ଏଠାରେ ଶାସନତନ୍ତ୍ରରେ କିଛି ଅଧିକ ହିଁ ଅପରିଷ୍କାର ବ୍ୟାପି ଯାଇଛି। ତାକୁ ସଫା କରିବାର ଅଛି। ଜି ମ୍ୟାଡ଼ାମ, ମୁଁ ବାସ୍ 5 ମିନିଟ୍ରେ ପହଞ୍ଚୁଛି ମ୍ୟାଡ଼ାମ। କମିଶନରଙ୍କ ହଡ଼ବଡ଼ି ସ୍ୱର ଆସିଲା ଏବଂ ଫୋନ୍ କଟିଗଲା। ଏବେ ପୋଲିସ ଷ୍ଟେସନରେ ମୃତ୍ୟୁ ଭଳି ନୀରବତା ଥିଲା। ଇନ୍ସପେକ୍ଟରଙ୍କ ବିକ୍ରମ ରାଣାଙ୍କ ମୁହଁ ଧଳା ପଡ଼ିଯାଇଥିଲା। ତାଙ୍କ ହାତ ଗୋଡ଼ ଥରୁଥିଲା। ସେ ହଲକେଇ ହଲକେଇ କହିଲେ, ମ୍ୟାଡ଼ାମ ଆପଣ କିଏ? ପୂଜା ସିଂ ନିଜ ବାଳକୁ ଯାହା ଏପର୍ଯ୍ୟନ୍ତ ବିଛାଡ଼ି ହୋଇଥିଲା ତାକୁ ଏକ ଝଟକାରେ ସଜାଡ଼ି ଦେଲେ। ସେ ଦୁଇ ପାଦ ଆଗକୁ ବଢ଼ିଲେ ଏବଂ ବିକ୍ରମ ରାଣାଙ୍କ ଆଖିରେ ଆଖି ମିଶାଇ କହିଲେ, ମୁଁ ପୂଜା ସିଂ ଅଟେ, ଏହି ଜିଲ୍ଲାର ମାଜିଷ୍ଟ୍ରେଟ୍ ଡିଏମ୍। ଏହି ଦୁଇଟି ଶବ୍ଦ ନଥିଲା। ଏହା ବିକ୍ରମ ରାଣା ଓ ତାଙ୍କ ସାଥୀମାନଙ୍କର ପାଇଁ ମୃତ୍ୟୁର ଫରମାନ ଥିଲା। ଇନ୍ସପେକ୍ଟର ବିକ୍ରମ ରାଣାଙ୍କ ଅବସ୍ଥା ଏମିତି ହୋଇଗଲା ଯେମିତି ତାଙ୍କ ସାପ ଶୁଙ୍ଘି ଦେଇଛି। ତାଙ୍କ ହାତରୁ ଦଣ୍ଡା ଖସି ତଳେ ପଡ଼ିଗଲା। କନେଷ୍ଟବଳ ପାଟିଲ ତ ସତେ ଯେମିତି ପଥରର ହୋଇଯାଇଥିଲା। ସାମ୍ବାଦିକ ମୀରାଙ୍କ କ୍ୟାମେରା ବି ଏବେ ବି ଅନ୍ ଥିଲା। ତାଙ୍କ ମୁଣ୍ଡ ବୁଲିଗଲା। ସେହି ଜିଲ୍ଲାର ଜିଲ୍ଲାପାଳ ବେଶ ବଦଳାଇ ଆସିଥିଲେ ଓ ତାଙ୍କୁ ପୋଲିସ ପିଟିଛି। ଏହା ତ ଶତାବ୍ଦୀର ସବୁଠୁ ବଡ଼ ଖବର। ବିକ୍ରମ ରାଣାଙ୍କ ଜୀବ ଥରୁଥିଲା। ଆମଠାରୁ ଭୁଲ ହୋଇଗଲା ମ୍ୟାଡ଼ାମ, ଆମକୁ ଜଣା ନଥିଲା। ସେ ଆଣ୍ଠୁ ମାଡ଼ି ତଳେ ପଡ଼ିବାକୁ ଯାଉଥିଲେ ଯେ ପୂଜା ନିଜ ସ୍ୱରରେ ତାଙ୍କୁ ରୋକିଦେଲେ। ଠିଆ ହୋଇ ରୁହ ଇନ୍ସପେକ୍ଟର। ତାଙ୍କ ସ୍ୱରରେ ଏତେ ରୁଆବା ଥିଲା ଯେ ବିକ୍ରମ ରାଣା ସେଇଠାରେ ଜମିଗଲେ। ଠିକ୍ 5 ମିନିଟ୍ ପରେ ଥାନା ବାହାରେ ସାଇରନ୍ ଶବ୍ଦର ଏକ ପୁରା କାଫିଲା ଗୁଞ୍ଜି ଉଠିଲା। 1 2 ନୁହେଁ, ପ୍ରାୟ ଅଧା ଡଜନର ଗାଡ଼ି ଜୋରରେ ବ୍ରେକ୍ ଲଗାଇ ଅଟକିଗଲା। ଗାଡ଼ିରୁ ପୋଲିସର ବଡ଼ ବଡ଼ ଅଫିସର ଓହ୍ଲାଇଲେ। ସବୁଠୁ ଆଗରେ ଖୋଦ୍ ପୁଲିସ କମିଶନ ଥିଲେ। ତାଙ୍କ ପଛରେ ଏସ୍ପି ଏବଂ ଅନେକ ଅନ୍ୟ ବରିଷ୍ଠ ଅଧିକାରୀ ଥିଲେ। ସେମାନେ ସବୁ ପ୍ରାୟ ଦୌଡ଼ି ଦୌଡ଼ି ଥାନା ଭିତରକୁ ଆସିଲେ। ଭିତରର ଦୃଶ୍ୟ ଦେଖି ବିସ୍ମିତ ହୋଇଗଲେ। ଜିଲ୍ଲାର ଜିଲ୍ଲାପାଳ ପୂଜା ସିଂ ଏକ ସାଧାରଣ ପୋଷାକ ପିନ୍ଧି ଠିଆ ହୋଇଥିଲା। ତାଙ୍କ ଗାଲରେ ଚାପୁଡ଼ାର ନୀଳ ଦାଗ ସ୍ପଷ୍ଟ ଦେଖାଯାଉଥିଲା। ଶାଢ଼ୀରେ ଧୂଳି ଲାଗିଥିଲା। ବାଳ ବିଛାଡ଼ି ହୋଇଥିଲା। ଏସ୍ପି ସାହେବ ପୂଜା ସିଂଙ୍କୁ
देखु देखु जोर साल्यूट मारिले। मैडम ए कौन होईगला? तांको पछरे ठिया होइथिबा एसपी और बाकी ऑफिसर माने मध्य तुरंत साल्यूट कले। थानार जो स्टाफ एपर्यंत तमसा देखुले सेमाने सबु डर कांपी कांपी अटेंशन मुद्दारे ठिया होईगले। जो इंस्पेक्टर विक्रम राणा गतकाली राति रे जिलापाल को चापड़ा मारथिले से एबे थरथर कंपुथिले। पूजा एसपी आड़ को चाहिए। कमिशनर साहेब गतकाली राति रे मु निज आखिरे देखिले जे आपनक पुलिस साधारण जनता सह किपरि व्यवहार करे। से समूहक ठेलार सारा घटना कहले एवं कहले जे जेतेबेले मु सेमानकु रोकिबार चेष्टा कली तेबे आपनक एही बहादुर इंस्पेक्टर विक्रम राणे मो ऊपर हाथ उठाइले केवल एथिपई जे मु गरीबर हक रे स्वर उठाइथिली। एसपी को मुह राग और लज्जारे लाल होईगला। से विक्रम राणे को घूरी चाहिए। विक्रम राणे एपर्यंत तले आंठु माड़ी पड़ जाइथिले। से दुई हाथ जोड़ी काकुति मिनती होउथिले। मैडम मते क्षमा कर दियंतु, मो पिलांक द्वाही मैडम मो ठार भूल होईगला। मु आपनको चिन्हि पारिले नाही। पूजा आखिर निया बारुथला। बास एठी तो समस्या। पूजा जोर रे गर्जन कले। तुमे मते एथिपई पिटिल नाही जे मु कोनोसी अपराध करथिली। तुमे मते एथिपई पिटिल कारण मु जने साधारण महिला देखा जाउथिली। जदि मु जिलापाल नथांती तेबे कौन तुमे मते काली राति रे से कोठरी रे मारि थांत पिटि थांत? कौन तुमे मते मिथ्या केस रे फसाई जेल पठाई दे थांत? कुह। विक्रम राणा पाखरे कौनसी उत्तर नथिला। से केवल क्षमा कर दियंतु मैडम बोली कहउथिले। पूजा लकअप रे बंद थिबा लक्ष्मी और रीना आड़ को इशारा कले। कमिशनर साहेब से महिला मानकर कौन सेमानकर कौनसी अधिकार नहीं? एही पूरा थाना या आपनक नाक तले अत्याचार आड़े होई रहिछि। सांबादिक मीरा ए सब रेकर्ड करथिले। एही पूरा ड्रामा लाइव जाउथिला। पूजा कड़ा स्वर रे आदेश देले। कमिशनर साहेब इंस्पेक्टर विक्रम राणा कनेस्टेबल अशोक पाटिल एवं तांको सह गतकाल राति रे ड्यूटी रे उपस्थित थिबा से दुई सिपाही को मु तत्काल प्रावरे सस्पेंड करबा को आदेश देउछि। आ केवल सस्पेंस रे नुहे। पूजा कहले एमानक समस्तक विरुद्ध रे एफआईआर दाखल कर एवं मो उपरे हाथ उठेबा पई सरकारी काम रे बाधा देबा पई जहा प्रकृत रे मु नुहे एमाने देउथिले जने महिला को राति सारा अवैध भाव रे हेफाजत रे रखिबा धमकाइबा एवं जबरदस्ती करिवार चेष्टा करिबा पई। आउ हां शंभू चाट बालंकर जे क्षति होईछि तार भरण भी एमानक दरमार ही करा जिवो। विक्रम राणा एबे तळे लोटी कांदबाकू लागिले। मैडम मु बर्बाद होई जिबी। मो माँ असुस्थ, मो स्त्रीर कौन हेबो? पूजा थंड स्वर कहले जेतेबेले तुमे से गरीब शंभूर ठेला को गईठा मारिथिल सेतेबेले कौन तुमको तार असुस्थ माँ किमा तार भकिला पिलांक कथा मन पड़िथिला? जेतेबेले तुमे मो गालरे चापुड़ा मारिल सेतेबेले कौन तुमको निज स्त्रीर इज्जत मन पड़िथिला? सारा पुलिस स्टेशन रे गभीर नीरवता छाईगला। आज प्रथम थर पई नियम पई निजर असल शक्ति देखाइले। पूजा सिंह एसपी को निर्देश देले सबुठार प्रथमे लक्ष्मी और रीना उभय को तुरंत खलास करा जाऊ एवं सेमानको केस फाइल मो ऑफिस को पठा जाऊ। मु निजे देखिबी जे सेमानको न्याय मिलू। एहा परे पूजा थानारू बाहर को आसिले। बाहर एपर्यंत मीडिया रे आहुरी अनेक गाड़ी और साधारण लोकंकर भारी भीड़ जमाई हो सारिथिला। शंभू भी सेठारे ठिया होइतिले निजे आखिरे लुह धरी। पूजा सीधा शंभू को पाखकु गले। शंभू तांको देखु देखु हाथ जोड़िबाकू लागिले। पूजा तांको हाथ धरि नेले। शंभू भाई क्षमा तो मते मागिबा उचित। मोर शासनतंत्र लोक आपणक रोजगार छड़ाई नेले। मु प्रतिज्ञा करुछि आपणक ठेला आपणक फेरस्त मिलिबो एवं पूरा सम्मान सह आपणक म्युनिसिपालिटी कॉर्पोरेशन रु ऑफिशियल लाइसेंस भी दिया जिवो। आजि ठारो आपणक केही हप्ता मागिबे नाही। शंभू कांदी पकाइले। मैडम आपण तो देवी, आपण हमको बंचाई देले। मु देवी नुहे, बास निजर कर्तव्य पालन करुछि। पूजा कहले। तापर से मीडिया आड़ को बुली गले। मीरा माँ के आड़ को बढ़ाइले। पूजा कहले आज जा हैला ताहा लज्जाजनक किंतु यह एक आरंभ भी अटे। मु एही सहरर प्रत्येक नागरिक को एही भरोसा देबाक चाहूछि जे नियम ठारू ऊपर केही नाही, ना कोनोसी नेता ना कोनोसी ऑफिसर आउ ना नियमर रक्षक। जदि पुलिस जनतांक रक्षक बनिबो तेबे आमे तांको साल्यूट करिबा, किंतु जदि सेही भक्षक बनिबो तेबे ताको क्षमा करिजिबो नाही। से कमिशनर को आड़ को चाहि कहले मु चाहूछि जे एही थानार प्रत्येक कोण रे सीसीटीवी कैमरा लगा जाऊ एवं प्रति सप्ताह रे सेमानक फुटेज रे जांच हेउ। कमिशनर मुंड नुआई कहले जी मैडम। इंस्पेक्टर विक्रम राणा एवं तांको साथी मानकु हाथ कड़े लगाई पुलिस जीप रे बसा जाउथिला। गतकाले जे यूनिफॉर्म सेमानकु गर्व थिला आज से यूनिफॉर्म सेमानक अपमानर शिक्षा बनिगला। सेमानक चाकरी सेमानक इज्जत सब गोटे राति रे शेष होइगला। पूजा सिंह निज सरकारी गाड़ी आड़ को बढ़िले। से थकी जाइथिले। तांको गाले रे जंत्रणा थिला किंतु आज तांको हृदय रे एक गभीर शांति थिला।
କେବଳ ଅଫିସର ନୁହେଁ ବରଂ ଜମିରୁ ଯୋଡ଼ି ହୋଇ ସେ ଆଜି ଶାସନତନ୍ତ୍ର ଏକ ବଡ଼ ଅପରିଷ୍କାରକୁ ତ ସଫା କରିଥିଲେ। ଗାଡ଼ି ଷ୍ଟାର୍ଟ ହେଲା। ପୂଜା କାଚ ଦେଇ ବାହାରକୁ ଦେଖିଲେ ଲୋକେ ତାଙ୍କର ଜୟ ଜୟକାର କରୁଥିଲେ। ଶମ୍ଭୁ ତାଙ୍କ ହାତ ଯୋଡ଼ି ବିଦାୟ ଦେଉଥିଲା। ପୂଜା ଆଖି ବନ୍ଦ କରିଦେଲେ। ଏହି ଲଢ଼େଇ ଲମ୍ବା ଥିଲା। ଏହା କେବଳ ଗୋଟିଏ ରାଣୀଙ୍କର କାହାଣୀ ନଥିଲା, ଏହା ସେହି ପୁରା ଶାସନତନ୍ତ୍ରକୁ ବଦଳାଇବାର ଲଢ଼େଇ ଥିଲା, ଯାହାର ଦାୟିତ୍ୱ ଏବେ ତାଙ୍କ କାନ୍ଧରେ ଥିଲା ଏବଂ ସେ ଏହି ଦାୟିତ୍ୱକୁ ନିର୍ବାହ କରିବାକୁ ପୁରା ପ୍ରସ୍ତୁତ ଥିଲେ। ପୁନେରେ ସେହି ସକାଳ ଏକ ସାଧାରଣ ସକାଳ ନଥିଲା, ତାହା ଏକ ନୂଆ ଆଶା, ଏକ ନୂଆ ନ୍ୟାୟର ସକାଳ ଥିଲା।